ପୁରୀ ମହୋଦଧି କୂଳରେ ମହୋଦଧି ଦିବସ 2025 ଉଦ୍ଯାପିତ ହୋଇଯାଇଛି। ନଦୀ, ସମୁଦ୍ର, ଜଙ୍ଗଲ ଇତ୍ୟାଦିର ସୁରକ୍ଷା ଓ ପବିତ୍ରତାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 12 ତାରିଖକୁ ମହୋଦଧି ଦିବସ ରୂପେ ଦ ବେଲ୍ ଅନୁଷ୍ଠାନ ତରଫରୁ ପାଳନ କରାଯାଉଛି। ଏହି ବର୍ଷ ପୁରୀ ସହିତ ରାଜ୍ୟର 15ଟି ଜିଲ୍ଲାରେ ଏକକାଳୀନ ଭାବରେ ମହୋଦଧି ଦିବସ ପାଳନ କରାଯାଇଛି ବୋଲି ଦ ବେଲ୍ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜକିଶୋର ପାତ୍ର ସୂଚନା ଦେଇଛନ୍ତି। ଦ ବେଲ୍ ଓ ପରିବର୍ତ୍ତନ ଓଡ଼ିଶା ମିଳିତ ଆନୁକୂଲ୍ୟରେ ତଥା ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଉଦ୍ଯାପନୀ ସନ୍ଧ୍ୟାରେ ଓଲିଉଡ୍ ଓ ଟଲିଉଡ୍ର ପ୍ରଖ୍ୟାତ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏବଂ ଦେବାଶିଷ ପଟ୍ଟନାୟକଙ୍କ ନୂଆ ସିନେମା ଲଢ଼େଇର ତାରକାମାନଙ୍କ ସହିତ ଆଗକୁ ଆସୁଥିବା ଅପେକ୍ଷା ଚଳଚ୍ଚିତ୍ରର ପ୍ରସିଦ୍ଧ ନାୟିକା ପୁଷ୍ପା ପଣ୍ଡା, ଅଭିନେତା ସାର୍ଥକ, ଶୁଭାଙ୍ଗୀ, ପ୍ରଦୀପ ଦେବତା ତଥା ପ୍ରଯୋଜକ କେ ତମନ୍ନା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଓଲିଉଡ୍ର ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସୌମ୍ୟା ଦାସ, ମିସ୍ ସାଇନା, ରାଜେନ୍ଦ୍ର ମିଶ୍ର, ଦୀପକ ପଣ୍ଡା ପ୍ରମୁଖ ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲା କିନ୍ନର ମହାସଂଘ ଦ୍ୱାରା ପରିବେଷିତ ସଚେତନତାଧର୍ମୀ ଫ୍ୟାଶନ ଶୋ ବେଶ୍ ଚିତ୍ତାକର୍ଷକ ହୋଇଥିଲା। କଲିକତାର ସୃଜନ ନୃତ୍ୟ ଅନୁଷ୍ଠାନ ତରଫରୁ ପ୍ରଦର୍ଶିତ କରାଯାଇଥିବା ବେଳେ ଲୋକନୃତ୍ୟ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ବେଶ୍ ବିମୋହିତ କରିଥିଲା। ସ୍ଥାନୀୟ ଧୀବରମାନଙ୍କର ଖେଳ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ଅନୁଷ୍ଠାନ ତରଫରୁ ପୁରୀ ଜିଲ୍ଲା ମତ୍ସ୍ୟଜୀବୀ ମହାସଂଘ ସହଯୋଗରେ ନୌଚାଳନା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେହିପରି ମଧ୍ୟାହ୍ନରେ ଓଡ଼ିଶାର ବିଖ୍ୟାତ କବି ଓ କବୟିତ୍ରୀମାନଙ୍କୁ ନେଇ ରାଜ୍ୟସ୍ତରୀୟ କବିତା ଆସର ଉର୍ମି ଆୟୋଜିତ କରାଯାଇଥିଲା। ଅପରାହ୍ନରେ ରଗ୍ବି, ଟଗ୍ ଅଫ୍ ୱାର୍, ବିଚ୍ ଭଳି ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାଣ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ମହୋଦଧି କଳାମେଳା ଆୟୋଜିତ ହୋଇଥିଲା। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ 20ରୁ ଊର୍ଦ୍ଧ୍ୱ ଚିତ୍ରଶିଳ୍ପୀ ଏଥିରେ ଯୋଗ ଦେଇ ମହୋଦଧି ତଥା ଶ୍ରୀ ଜଗନ୍ନାଥ ସମ୍ପର୍କିତ ଚିତ୍ରକଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ଉତ୍ତମ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବା ଜାପାନର ସମାଜସେବୀ ଆକିଏ ଦୋଇଙ୍କୁ ମହୋଦଧି ସମ୍ମାନ 2025ରେ ସମ୍ମାନିତ କରାଯାଇଥିଲା। ମହୋଦଧି କଳାମେଳାରେ ପ୍ରଦର୍ଶିତ ଚିତ୍ରଗୁଡ଼ିକ ମଧ୍ୟରୁ ପବ୍ଲିକ୍ ଭୋଟିଂ ମାଧ୍ୟମରେ ଚୟନ କରାଯାଇଥିବା ଚିତ୍ରଶିଳ୍ପୀ ଜ୍ୟୋତିରାଦିତ୍ୟ ମହାପାତ୍ରଙ୍କୁ ମହୋଦଧି କଳାମେଳା ସମ୍ମାନ 2025 ପ୍ରଦାନ କରାଯାଇଥିଲା। ରେଡ୍ ସ୍ୱସ୍ତିକ ପରିବାର ତରଫରୁ ଏହି ଅବସରରେ ଭିନ୍ନକ୍ଷମମାନଙ୍କୁ ହୁଇଲ୍ ଚେୟାର ସହିତ ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ପାରାସ୍ପୋର୍ଟ ଖେଳାଳିମାନଙ୍କୁ ସିଲାଇ ମେସିନ୍ ପ୍ରଦାନ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମହୋଦଧିର ସୁରକ୍ଷା ତଥା ସମସ୍ତଙ୍କ ମନରେ ଦେଶପ୍ରେମ ସଚେତନତା ପାଇଁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ବାର୍ତ୍ତା ବାଣ୍ଟିଥିଲେ। କାର୍ଯ୍ୟକ୍ରମର ବିଭିନ୍ନ ପର୍ବରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶରଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ମନ୍ମଥ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଛତା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଉତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର, ପୁରୀ ହୋଟେଲ ଆସୋସିଏସନ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଆଇକନିକ୍ ସ୍ପୋର୍ଟସ ଫେଡେରେସନ ବରଗଡ଼ ଜିଲ୍ଲା ସଭାପତି କେ ତମନ୍ନା, ଉତ୍କଳୀୟ ସ୍ୱାଭିମାନ ମଞ୍ଚ ଅଧ୍ୟକ୍ଷ ମନୋଜ ନାୟକ, ହୋଟେଲ ଲିଭିନ୍ ଏମ୍ଡି ଶୁଭେନ୍ଦୁ ଦାସ, ମହାରାଜ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ଅଧ୍ୟକ୍ଷ ମନୋଜ ପାଳ, ଓସିଏ କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ନାରାୟଣଚନ୍ଦ୍ର ଦାସ ମେମୋରିଆଲ ସ୍ପୋର୍ଟସ ଆଣ୍ଡ କଲଚରାଲ ଫାଉଣ୍ଡେସନ ସଭାପତି କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ୟାମପ୍ରସାଦ ମିଶ୍ର, ଦ ବେଲ୍ର ୟୁଥ୍ କ୍ଲବ, ଓମେନ୍ସ କ୍ଲବ, ସିନିୟର ସିଟିଜେନ୍ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ ଓ ଶେଷରେ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଶେଷରେ ମହୋଦଧି ଦିବସ ପତାକା ଅବତରଣ ସହିତ ମହୋଦଧି ଥିମ୍ ସଙ୍ଗ୍ ଗାନ କରାଯିବା ସହ 2026ରେ ମହୋଦଧି ଦିବସକୁ ଆନ୍ତଃରାଷ୍ଟ୍ରୀୟ ସ୍ତରରେ ପାଳନ କରାଯିବ ବୋଲି ଦ ବେଲ୍ ତଥା ମହୋଦଧି ଉତ୍ସବ କମିଟିର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଘୋଷଣା କରିଥିଲେ।